नमस्कार ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଗତ ଶନିବାର ଦିନ ଯୋଉ ସ୍ପର୍ଶକାତର ବିଦାରକ ଘଟଣା ଘଟିଯାଇଛି ମ୍ୟାମାରରେ ତା ବିଷୟରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ନୂଆ ନୂଆ ଇନ୍ସପିରେସନ ଯୋଗୁଛି ନୂଆ ନୂଆ ତଥ୍ୟ ନେଇ ନୂଆ ନୂଆ ଭିଡିଓ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆଲୋଚନା କରିବା ଯେ ଗତ ଶୁକ୍ରବାରରୁ ଶନିବାର ଭିତରେ ଯେଉଁ ସବୁ ଦୁଃଖଦ ଘଟଣା ଘଟିଯାଇଛି, ବିଶେଷ କରି 18ରୁ 19 ବର୍ଷର ଯେଉଁ ଛାତ୍ରମାନଙ୍କୁ ଦୁଇଟି ବୋମା ପକାଇ ଆକ୍ରମଣ କରିଛନ୍ତି ସେ ତାରି ଉପରେ ଆମେ ଆଲୋଚନା କରିବା। ଅର୍ଥାତ୍ ମିଆଁମାର ଦେଶର ପଶ୍ଚିମ ରାଖିନ ରାଜ୍ୟରେ ଏକ ଗାଁରେ ଯାହାକି ସେନା ଦ୍ୱାରା ଦୁଇଟି ଘରେ ମିଆଁମାର ସେନା ଦ୍ୱାରା ଦୁଇଟି ଘରୋଇ ବିଦ୍ୟାଳୟ ଉପରେ ବିମାନ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ 19 ଜଣ ଛାତ୍ର ମୃତ୍ୟୁବରଣ କରିଛନ୍ତି। 19 ଜଣ କେବଳ ଛାତ୍ର ମୃତ୍ୟୁବରଣ କରିଛନ୍ତି। ଏହି ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ଆରାକାନ ଆର୍ମି ଏଇ ଯୋଉ ରାଖିନ ଅଞ୍ଚଳକୁ ମିଆଁମାରକୁ ଆର୍ମି ମାନେ ତାକୁ ନିୟନ୍ତ୍ରଣ କରୁଛନ୍ତି ନା ରାଖିନ ଆରାକାନ ଆର୍ମି। ସେ ଆରାକାନ ଆର୍ମିର ମୁଖପାତ୍ର ଯିଏକି ହେଉଛନ୍ତି ଆପଣଙ୍କର ଖାଇନ୍ ଥୁକା, ସେ ଏ ବିଷୟରେ ଶୁକ୍ରବାର ରାତିରେ ପ୍ରେସ୍ ମିଟ୍ କରି ସେ କହିଛନ୍ତି ଯେ ଏଇ ଯୋଉ ଦୁଃଖଦ ଘଟଣା କରାଯାଇଛି ଏକ ଜେଟ୍ ଫାଇଟର ଅ, କୌଟା ଓ କୌଟାଓ ଟାଉନସିପ୍ ଥାଇ ଥାପିନ ଗାଁରେ ଥିବା ପିନୟାର ପାନଖିନ ଏବଂ ମାଇନଥିଟ୍ ପ୍ରାଇଭେଟ ହାଇସ୍କୁଲ ଉପରେ ଏଇ ଯୋଉ ଦୁର୍ଦ୍ଧର୍ଷ ଆକ୍ରମଣ କରାଯାଇଛି, ଯାହାରି ଫଳରେ 19 ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। କହିବାକୁ ଗଲେ ସେଠି ଯୋଉ ଅଣସରକାରୀ ସଂଗଠନ ଦ୍ୱାରା ଯୋଉ ସବୁ କାର୍ଯ୍ୟକ୍ରମ ବର୍ତ୍ତମାନ କରାଯାଉଛି ତାକୁ ଅଧିକାଂଶ ଜନବିରୋଧୀ ଆନ୍ଦୋଳନ କରୁଛନ୍ତି। ଅଧିକାଂଶ ପୀଡ଼ିତ ବେସାମରିକ ବିଦ୍ୟାଳୟର 17ରୁ 18 ବର୍ଷ ବୋଲିକି ଜଣାପଡ଼ିଛି। ଏବଂ ଏଥିରେ କୁହାଯାଇଛି ଯେ ନିର୍ଦ୍ଦୋଷ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପାଇଁ ଯୋଉଟା ଆରାକାନ ଆର୍ମି କହିଛନ୍ତି ନିର୍ଦ୍ଦୋଷ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପାଇଁ ଆମେ ପୀଡ଼ିତ ପରିବାର ପ୍ରତି ଦୁଃଖ ପ୍ରକାଶ କରୁଛୁ ବା ଦୁଃଖ ଅନୁଭବ କରୁଛୁ। ଏ ବିଷୟଟି ସେମାନେ ଟେଲିଗ୍ରାଫ ବିବୃତିରେ ବିଜ୍ଞପ୍ତି ଜାରି କରିଛନ୍ତି। ଏବଂ ଆରାକାନ ଆମରି କହିଛନ୍ତି ଆକ୍ରମଣ ପାଇଁ ସେନାକୁ ଦାୟୀ କରିଛନ୍ତି। ମିଆଁମାରର ଯୋଉ ସେନା ସେମାନେ କେମିତି ଆକ୍ରମଣ କରିଛନ୍ତି ନା ରାଖିନର ସେଇ ଯୋଉ ଅଞ୍ଚଳକୁ ଆସି ଗୋଟେ ଫ୍ଲାଇଟ୍ ଦ୍ୱାରା ବା ସାମରିକ ବିମାନ ଦ୍ୱାରା ସେମାନେ ଆସିକି ଆକ୍ରମଣ କରିଛନ୍ତି। କେମିତି ଆକ୍ରମଣ କରିଛନ୍ତି ନା ଏକ ସାମରିକ ଯୁଦ୍ଧ, ଯାହାକୁ କି ବିମାନ ଛାତ୍ରଛାତ୍ରୀ ମାନେ ଶୋଇଥିବା ସମୟରେ ଏକ ହାଇସ୍କୁଲରେ ଦୁଇଟି 500 ପାଉଣ୍ଡର ବୋମା ପକାଇଛନ୍ତି। ପିଲାମାନେ ଶୋଇଛନ୍ତି ରାତିରେ, କିନ୍ତୁ 500 ପାଉଣ୍ଡର ବୋମା ଯେତେବେଳେ ପଡ଼ିଯାଉଛି ଘରଟି କଣ ହେଇଥିବ, ଦୁଇଟି ବୋମା ତ ଘରଟି ପୁରା ଛାରଖାର ହେଇଗଲା। ଯୋଉ ପିଲାମାନେ ଶୋଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ 19 ଜଣ ନିର୍ମମ ଭାବରେ ମରିଯାଇଛନ୍ତି ବା ନିର୍ମମ ଭାବରେ ହତ୍ୟା କରାଯାଇଛି ବମ୍ ପକେଇକି ସେମାନଙ୍କୁ। ଏବଂ ଏହାର ତୀବ୍ର ନିନ୍ଦା ସମସ୍ତ ଅଞ୍ଚଳବାସୀ କରୁଛନ୍ତି। ଏବଂ ଯୋଉ ରାଖିନ ସେନା ରାଖିନ ଅଞ୍ଚଳକୁ ଯୋଉମାନେ ଆରାକାନ ଆର୍ମି ଯୋଉମାନେ ନିୟନ୍ତ୍ରଣ କରୁଛନ୍ତି ସେମାନେ ମଧ୍ୟ ଦେଶର ସେନାକୁ ଅ, ସେମାନେ ନିନ୍ଦା କରୁଛନ୍ତି। କାରଣ ଦେଶର ସେନା ମୁଖ୍ୟ ବର୍ତ୍ତମାନ ଅଛନ୍ତି ମିନ୍ ଅ, ମିନ୍ ତ୍ୱାଙ୍ଗ ଏଚ୍ ଲାଇନ୍ ମିନ୍ ତ୍ୱାଙ୍ଗ ଏଚ୍ ଲାଇନ୍। ଶନିବାର ଦିନ ଏଇ ଯୋଉ ବିବୃତ୍ତି ଏଇ ଯୋଉ ଘଟଣା ଦେଖି ୟୁନିସେଫ ସେ ମଧ୍ୟ ଦୃଢ ନିନ୍ଦା କରିଛନ୍ତି। ଏବଂ ଏଇ ଯୋଉ ହିଂସା ଚାଲିଛି ମିଆଁମାରରେ, କେବେଠାରୁ ହିଂସା ଚାଲିଛି ନା ଆପଣଙ୍କର ଫେବୃଆରୀ 1, 2021ରୁ ଆଙ୍ଗସାନ ସୁ କିଙ୍ଗ ନିର୍ବାଚିତ ସରକାରଙ୍କ ଠାରୁ ସେନା କ୍ଷମତା ଦାଖଲ କରିବା ପରଠାରୁ ମିଆଁମାରରେ ଅଶାନ୍ତ ହୋଇପଡ଼ିଛି ଆଜି ପର୍ଯ୍ୟନ୍ତ। ଯାହାଫଳରେ ବ୍ୟବସ୍ଥା ବ୍ୟାପକ କ୍ଷୟକ୍ଷତି ଘଟୁଛି, ବ୍ୟାପକ ଆନ୍ଦୋଳନ ହେଉଛି, ବ୍ୟାପକ ଜନବିରୋଧ ସୃଷ୍ଟି ହେଉଛି, ମାରାତ୍ମକ ଶକ୍ତି ପ୍ରୟୋଗ ମଧ୍ୟ ହେଉଛି। ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ଦମନ କରାଯିବା ପରେ ସାମରିକ ଶାସନର ଅନେକ ବିରୋଧୀ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ଏବଂ ଦେଶର ଏକ ବଡ଼ ବଡ଼ ଅଂଶ ଏବଂ ବଡ଼ ବଡ଼ କ୍ଷୟକ୍ଷତି ଘଟାଇବାରେ ସଂଘର୍ଷରେ ଲିପ୍ତ ଅଛନ୍ତି। ତେଣୁ ଏହାକୁ ଦୃଢ଼ ନିନ୍ଦା କରି ୟୁନିସେଫ ସେ କହିଛନ୍ତି, ୟୁନିସେଫ ଜାତିସଂଘର କହିଛନ୍ତି ଯେ ଏଇଟା ହେଉଛି ଗୋଟେ ଗଣହତ୍ୟା, ଯୋଉ ହତ୍ୟା କି କେବେ ବି ଆ, କୋଉ ଜାଗାରେ ଶୁଣା ଯାଇନି ଯେ ଛାତ୍ରମାନଙ୍କୁ ଆକ୍ରମଣ କରାଯାଉଛି। ବେସାମରିକ ସ୍କୁଲ ଉପରେ 500 ପାଉଣ୍ଡର ବୋମା ପକାଇବା ହେଉଛି ଏକ ମର୍ମନ୍ତୁଦ ଘଟଣା। ଯୋଉ ଶିଶୁମାନେ ବା ଯୋଉ ଛାତ୍ରମାନେ ଆସନ୍ତାକାଲିର ନାଗରିକ ବା ଆସନ୍ତାକାଲି ସେମାନେ ଦେଶକୁ ଶାସନ କରିଥାନ୍ତେ, ଦେଶର ଭଲ ମନ୍ଦ ବୁଝିଥାନ୍ତେ, କିନ୍ତୁ ତାଙ୍କୁ ହତ୍ୟା କରାଯାଉଛି ମିଆଁମାର ସେନାମାନଙ୍କ ଦ୍ୱାରା। ଏଇ କଥାଟି ନିନ୍ଦା କରିଛନ୍ତି କିଏ ନା ରାଖିନ ଅଞ୍ଚଳକୁ ଯିଏ
ନିୟନ୍ତ୍ରଣାଧୀନ କରୁଛନ୍ତି, ସହାୟତା ଚାହୁଁଛନ୍ତି, ସେ ହେଉଛନ୍ତି ଆରାକାନ ଆର୍ମି। ସେମାନେ ଏ କଥାଟି ବିବୃତିରେ ଜଣାଇଛନ୍ତି। ତ ୟାରି ପରିପ୍ରେକ୍ଷୀରେ ୟୁନିସେଫ ଏହାକୁ ଦୃଢ଼ ନିନ୍ଦା କରିଛି ଏବଂ ସେ କହିଛନ୍ତି 2017 ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଉ ଅ, ବ- ଦଙ୍ଗା ଚାଲିଛି ବା ଯୋଉ ଅଶାନ୍ତି ଚାଲିଛି, ସେଥିମଧ୍ୟରୁ 2000 ନିର୍ମମ ସେନା ବିରୋଧୀ ଅଭିଯାନର ସ୍ଥାନ ଥିଲା, ଯାହା ପ୍ରାୟତଃ ବର୍ତ୍ତମାନ ସୁଦ୍ଧା ଆପଣଙ୍କର 7,40,000 ମୁଖ୍ୟତଃ ମୁସଲିମ ରୋହିଙ୍ଗ୍ୟା ସଂଖ୍ୟାଲଘୁ ବାଂଲାଦେଶ ସୀମା ପାର କରି ସୁରକ୍ଷା ଖୋଜିବାକୁ ବାଧ୍ୟ ହୋଇଥିଲା। ତ ଏଇ ଯୋଉ ଘଟଣା ଘଟି ଯାଇଛି, ଯେ ସ୍ପର୍ଶକାତର ହୃଦୟ ବିଦାରକ ଘଟଣା, ଯୋଉ ଛାତ୍ରମାନେ ପଢାପଢି କରିବା ପାଇଁ ସ୍କୁଲରେ ଅଛନ୍ତି ବା ହଷ୍ଟେଲରେ ଅଛନ୍ତି, ଶୋଇଛନ୍ତି ତିନୋଟି ଘର ଆଉ ସେଥିରେ ପୁଣି ଆପଣଙ୍କର 21 ଜଣ ଆହତ ହେଇଛନ୍ତି। 19 ଜଣ ତ ନିହତ ହେଇଛନ୍ତି, 21 ଜଣ ଆହତ ହେଇଛନ୍ତି। ସେ 21 ଜଣଙ୍କ ମଧ୍ୟରୁ 6 ଜଣଙ୍କର ଅବସ୍ଥା, ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଅଛି। ଏ କଥା ଜଣେଇଛନ୍ତି ଆରାକାନ ଆର୍ମି, ଯାହାକି ବର୍ତ୍ତମାନ ବିଷୟରେ ମ୍ୟାନମାର ପାଇଁ ବହୁତ ଦୁଃଖର ବିଷୟ। ଯାହାକି ଆର୍ମି ଚିଫ ଦ୍ୱାରା ଯାହା ସବୁ କାର୍ଯ୍ୟକ୍ରମ କରାଯାଉଛି ବା ସେନାମାନଙ୍କ ଦ୍ୱାରା ଯୋଉ ବଳ ପ୍ରୟୋଗ କରିକି ବିଭିନ୍ନ ଅଞ୍ଚଳକୁ ଅ, ନିଜ ଅକ୍ତିଆରକୁ ରଖାଯାଉଛି ବା ବିଭିନ୍ନ ଯୋଉ ଆନ୍ଦୋଳନକୁ ଦମନ କରିବା ପାଇଁ ବିଭିନ୍ନ ପ୍ରକାର ମାରଣାତ୍ମକ ଅ, କାର୍ଯ୍ୟକ୍ରମ କରୁଛି ବା ମାରଣାକ ଅସ୍ତ୍ର ମଧ୍ୟ ବ୍ୟବହାର କରୁଛି, ତାହାକୁ ଦୃଢ ନିନ୍ଦା କରିଛନ୍ତି ସମସ୍ତ ରାଜ୍ୟ। ତେଣୁ ଏଇ ପରିପ୍ରେକ୍ଷୀରେ ତାର ଆଖପାଖ ଥିବା ଦେଶ ଗୁଡ଼ିକ, ବିଶେଷ କରି ଚୀନ ବୋଲନ୍ତୁ ବା ଭାରତ ବୋଲନ୍ତୁ ବା ସେପଟ ପାକିସ୍ତାନ ବୋଲନ୍ତୁ, ସେମାନେ ମଧ୍ୟ ୟା ପ୍ରତି ସଜାଗ ଅଛନ୍ତି, ଯତ୍ନବାନ ଅଛନ୍ତି, କାଳେ କେତେବେଳେ କୋଉ ଜାଗାକୁ କଣ ଆକ୍ରମଣ ହେଇପାରିବ। ତେଣୁକରି ଏ ସମସ୍ତ ବ୍ୟବସ୍ଥାରୁ ଦୂରେଇ ରହିବା ପାଇଁ ଏଇ ଯୋଉ ଘଟଣାଟି ଘଟିଲା, ଯାହାକୁ ଦୃଢ ନିନ୍ଦା କରାଯାଉଛି, ବିଶ୍ୱବ୍ୟାପୀ ଦୃଢ ନିନ୍ଦା କରାଯାଉଛି। ଛାତ୍ରମାନଙ୍କୁ ବା ଶିକ୍ଷିତ ଶିକ୍ଷା ଅର୍ଜନ କରୁଥିବା ପିଲାମାନଙ୍କୁ, ଯୋଉମାନେ କି 17ରୁ 18 ବର୍ଷ ପିଲା, ସେମାନଙ୍କୁ ଆକ୍ରମଣ କରିବା ହେଉଛି ଦେଶ ପ୍ରତି ଏକ ବିପଦର ସଂକେତ, ଯାହାକି ଆଉ ଆଗକୁ ଥମିବାର ନାଁ ନେଉନାହିଁ। କାରଣ ଫେବୃଆରୀ 1, 2021ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଜି ହେଲା ଏବେ ଆପଣଙ୍କର 25 ଚାଲିଛି। ଦୀର୍ଘ ବର୍ଷ ଧରିକି ଯୋଉ 4 ବର୍ଷ ଧରି ଯୋଉ ସଂଘର୍ଷ ଚାଲିଛି, ଯୋଉ ସରକାରଙ୍କୁ ବାଦ ଦେଇକି ସେନା ମୁଖ୍ୟ ଯୋଉ କାର୍ଯ୍ୟକ୍ରମ କରୁଛନ୍ତି, ସେଗୁଡାକ ଦେଶ ପାଇଁ ବହୁତ ବିପଦ ସୃଷ୍ଟି କରୁଛି। ଏହା ହେଉଛି ଗତ ଶନିବାରର ଘଟଣା, ଯାହାକି ମ୍ୟାମାରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଏହି ଭିଡିଓଟି ଆପଣମାନେ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।